ଚିଲିକା ବ୍ଲକ ଅନ୍ତର୍ଗତ ନଈରେ ସ୍ଥିତ ଗାରିମାମୟ ଐତିହାସିକ 22 ମୌଜା ଫୁଲଦୋଳ ମେଳଣ ଏକ ଭକ୍ତିମୟ ପରିବେଶ ମଧ୍ୟରେ ପାଳିତ ହୋଇଯାଇଅଛି। ମଧ୍ୟରାତ୍ରରେ ପୀଠାଧୀଶ ଶ୍ରୀ ଶ୍ରୀ ହରିହରେଶ୍ୱର ଦେବ ସାମିଲ ଠାକୁର ଶ୍ରୀ ଶ୍ରୀ ନୃସିଂହନାଥ ଦେବ ବୃଷଭ ଓ ଗରୁଡ଼ ବିମାନରେ ତତ୍ସହିତ ଶ୍ରୀ ଶ୍ରୀ ଗାଦୀଶ୍ୱର ଦେବ ଓ ମା ଭଗବତୀ କାଠି ଠାକୁରାଣୀ ଏକ ସଙ୍ଗେ ବିରାଟ ପଟୁଆରରେ ପଡ଼ିଆକୁ ବିଜେ କରିଥିଲେ। ଏହାପରେ ନିମନ୍ତ୍ରିତ ଅନ୍ୟାନ୍ୟ ଠାକୁରମାନେ ବାଣ ରୋଷଣୀ କରି ବୃଷଭ, ସିଂହ, ଗରୁଡ଼, ହନୁମାନ ଦୋଳ ବିମାନରେ ପଡ଼ିଆ ମଧ୍ୟକୁ ବିରାଜମାନ କରିଥିଲେ। ଏହି ମେଳନରେ ଚିଲିକା ବ୍ଲକ ଓ ବାଣପୁର ବ୍ଲକର ବିଭିନ୍ନ ଗ୍ରାମ ଯଥା ସାନ ନଈରୀ, ବଡ଼ ନଈରୀ, ହରିପୁର, ଛୋଟରାୟପୁର, ଗଙ୍ଗାଧରପୁର, ଜୀବନଦେଇପୁର, କୁମାଣ୍ଡୋଳ, ଗମେଇ, ସୁନାଖଳା, ଇଚ୍ଛାପୁର, ବାଲିଆ, ଗୋରଡ଼ାଝରି, ସିଂହପୁର ପ୍ରମୁଖ ଗ୍ରାମମାନଙ୍କରୁ 40 ଦେବାଦେବୀ ଠାକୁରାଣୀମାନେ ପଡ଼ିଆରେ ବିଜେ କରିଥିଲେ। ଫୁଲଦୋଳର ମହିମା ଭାବେ ସମସ୍ତ ଦେବାଦେବୀ ବହୁ ପରିମାଣରେ ବିଭିନ୍ନ ଫୁଲ ତଥା ଗେଣ୍ଡୁ, ଗୁଲବାସ, ଟଗର, ବେଲପତ୍ର ହାର ଟାହିଆରେ ସୁସଜ୍ଜିତ ହୋଇଥିଲେ। ଶହ ଶହ ବର୍ଷ ପୁରାତନ ଫୁଲଦୋଳ ମେଳନରେ ପୂର୍ବସୂରୀ ଅନୁଯାୟୀ ପଣା ଭୋଗ, ସରା ଭୋଗ, ଡାଲା ଭୋଗ ସହିତ ଆରତୀ ଓ ପୁଷ୍ପାଞ୍ଜଳି ସମସ୍ତ ଠାକୁରମାନଙ୍କ ନିକଟରେ ସମର୍ପଣ କରାଯାଇଥିଲା। ଅପରାହ୍ନର ଗୋଧୂଳି ଲଗ୍ନରେ 3 କାହାଳୀ ଅନୁଷ୍ଠିତ ହୋଇ ପ୍ରଭୁମାନେ ସ୍ୱସ୍ଥାନରୁ ମେଳନ ନିମନ୍ତେ ବାହାରିଥିଲେ। ସମ୍ପୂର୍ଣ୍ଣ ପଡ଼ିଆରେ 3 ଘେରା ପରିକ୍ରମା କରାଯାଇ ଐତିହାସିକ ଫୁଲଦୋଳ ମେଳନ ସମ୍ପନ୍ନ କରାଯାଇଥିଲା। ଏହି ଆଧ୍ୟାତ୍ମିକ ପରିବେଶ ମଧ୍ୟରେ 40 ଦେବାଦେବୀଙ୍କୁ ଦର୍ଶନ କରି ହଜାର ହଜାର ଭକ୍ତ ଭାବବିହ୍ୱଳିତ ହୋଇଯାଇଥିଲେ। ଏହି ମେଳନରେ 22 ମୌଜା ଫୁଲଦୋଳ କମିଟି ଓ ସ୍ଥାନୀୟ ପ୍ରଶାସନିକ ଅଧିକାରୀ, ପୋଲିସ ପ୍ରଶାସନ, ସ୍ଥାନୀୟ ଅଗ୍ନିଶମ ବିଭାଗ, ସ୍ଥାନୀୟ ସ୍ୱାସ୍ଥ୍ୟ ବିଭାଗ ଉପସ୍ଥିତ ରହି ସମସ୍ତ ପ୍ରକାର ସହଯୋଗ କରିଥିଲେ। ଖୋର୍ଦ୍ଧାରୁ ବିନୋଦ କୁମାରଙ୍କ ରିପୋର୍ଟ, ଦି କେ ନ୍ୟୁଜ୍ 10।